ମୋ ନାଁ ହେଲା ବିକାଶ ସାହୁ। ମୁଁ ହେଉଛି ଅନଡିଭାଇଡେଡ୍ କୋରାପୁଟ ଗୋଲ୍ଡ ମେଡାଲିଷ୍ଟ ଆଉ ଷ୍ଟେଟ୍ ପାୱାର ଲିଫ୍ଟିଂ ଗୋଲ୍ଡ ମେଡାଲିଷ୍ଟ ଆଉ ଡିଷ୍ଟ୍ରିକ୍ଟ ପାୱାର ଲିଫ୍ଟିଂ ଗୋଲ୍ଡ ମେଡାଲିଷ୍ଟ। ଆଜି ଏହି ସୁବର୍ଣ୍ଣ ଦିନଟାରେ କଟପାଡ଼ବାସୀଙ୍କୁ ମୁଁ ଧନ୍ୟବାଦ ଦେଉଛି, କାହିଁକି ନା ତାଙ୍କ ପାଇଁ ହିଁ ମୁଁ ଆଜି ଏହି ଜାଗାରେ ପହଞ୍ଚିଛି। ମୋତେ ପବ୍ଲିକ ବହୁତ ସପୋର୍ଟ କରୁଛନ୍ତି, ଖାସ କରି ମୋର ଫ୍ୟାମିଲି, ୱାଇଫ୍, ମୋ ମା ଆଉ ମୋର ଫ୍ୟାମିଲି ଆଉ ଫ୍ରେଣ୍ଡସ୍ ମାନେ ଯେତିକି ରହିଲେ ସମସ୍ତେ ମୋତେ ସପୋର୍ଟ କରୁଛନ୍ତି। ତାହା ଲାଗି ବୋଲିକି ମୁଁ ଆଜି ଏଇ ଜାଗାରେ ପହଞ୍ଚିଛି। ଗୋଟେ କଟପାଡ଼ବାସୀ ଭଲରେ ରୁହନ୍ତୁ, ଆଉ ଯେମିତିକି ଆମେ ନିଶା ଦ୍ରବ୍ୟ ଏ ଜିନିଷରୁ ଦୂରରେ ରହିବା, ଆଉ ସେଥିପାଇଁ ଗୋଟେ ପ୍ରୟାସ ମୋର ଥିଲା କି ଆମ କଟପାଡ଼ରେ ଲୋକ ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଦେଖନ୍ତୁ ଆଜିକାଲି ଲାଇଫଷ୍ଟାଇଲ ହେଇଗଲା ସବୁ ଫୁଡି ଲାଇଫଷ୍ଟାଇଲ ହେଇଗଲା। କ'ଣ ହେଉଛି ବାହାରେ କୁଆଡ଼େ ଗଲା ଖାଲି ଖାଇବା ବୁଲିବା ଏ ଜିନିଷ ଉପରେ ହିଁ ଚାଲିଛି। ଆମେ କ'ଣ କରିବା, ଆମ ସ୍ୱାସ୍ଥ୍ୟ ହିଁ ସମ୍ପଦ। କାହିଁକି ନା ଆମେ ଆମ ସ୍ୱାସ୍ଥ୍ୟ ଠିକ ରହିଲେ ଆମେ ଭଲରେ ରହିବା। ଆଉ ସମସ୍ତେ ଖାଲି ପଇସା ପଛରେ ଦୌଡ଼ିବା, ଖାଲି ଖେଳକୁଦ କରିବା, ମଜ ମଜଲିସ୍ କରିବା, ଏନ୍ଜୟ କରିବା, ସେ ଜିନିଷରୁ ଟିକେ ଆମେ ଅନ୍ତତଃ 30 ମିନିଟ୍ ବି କାଢ଼ିକି ନିଜର ସ୍ୱାସ୍ଥ୍ୟକୁ ହିଁ ଟାଇମ୍ ଦେବା। ତାପରେ କ'ଣ ହେଉଛି ନା ଆମେ ବେଡ୍ରେ ପଡ଼ିଲେ ସେତେବେଳେ ଆମର ସ୍ୱାସ୍ଥ୍ୟ ହିଁ ଆମ ପାଇଁ ବଡ଼ ହେଇଥାଉଛି। ସେଥିପାଇଁ ବୋଲିକି ଆପଣ ଭଲରେ ଖାଆନ୍ତୁ, ଭଲ ଏକ୍ସରସାଇଜ କରନ୍ତୁ, ଆପଣ କ୍ରିକେଟ ଖେଳନ୍ତୁ, ଯାହା ବି ଆକ୍ଟିଭିଟି କରନ୍ତୁ। କାହିଁକି ଆକ୍ଟିଭିଟି କଲେ ହିଁ ମଣିଷର ଲାଇଫଟା ଭଲରେ ରହିବ। ସେଥିପାଇଁ ମୁଁ ଆଜି ପ୍ରୟାସଟା କି ମୁଁ ଜିମ୍ ଖୋଲିଛି, ଆସନ୍ତୁ ଆପଣ ମୋ ସାଙ୍ଗେ ଯୋଡ଼ି ରୁହନ୍ତୁ ଆଉ ନିଜର ସ୍ୱାସ୍ଥ୍ୟକୁ ନିଜେ ଠିକ ରଖନ୍ତୁ। ଦେଖନ୍ତୁ ମୋର ଟାର୍ଗେଟ ଥିଲା କି ଆମ କଟପାଡ଼ ପିଲା, ଖାସ କରି ମୁଁ ତ ମେଡାଲ ଧରିକି ଆସୁଛି, ମୁଁ ଚାହୁଁଛି କି ଆମ କଟପାଡ଼ରୁ ଅନ୍ୟ ବି ପିଲା ବାହାରକୁ ଯାଆନ୍ତୁ, ପାୱାର ଲିଫ୍ଟିଂ ହଉ କି ବଡି ବିଲ୍ଡିଂ ହଉ, ସ୍ପୋର୍ଟସ ହଉ, କିଛି ତାର ବି ଆମ କଟପାଡ଼ ପାଇଁ ସ୍ୱର୍ଣ୍ଣ ପଦକ ଧରିକି ଆସନ୍ତୁ, ଯାହାକି ଆମ କଟପାଡ଼ ମାଟି ପାଇଁ ଖୁସିର ଖବର। ଆଉ ଆମ ପିଲାମାନଙ୍କୁ ମୁଁ ସେତିକି ସପୋର୍ଟ କରୁଛି କି ଜିମ୍ ଆସନ୍ତୁ, ଏକ୍ସରସାଇଜ କରନ୍ତୁ ଆଉ ଭଲ ହେଲ୍ଦି ଲାଇଫଷ୍ଟାଇଲ ଜିଅନ୍ତୁ। ଆମ ଜିମ୍ରେ ଆଡମିସନ୍ ଫିଜ୍ ଅଛି 1000 rupees, ଯେଉଁଟାକି 1000 rupees ସାଙ୍ଗେ 1 monthର ଆମ ଫ୍ରି ଟ୍ରାଏଲ୍ ଦେଉଛୁ। ତାପରେ ଆମର ମନ୍ଥଲି ରହୁଛି 600, ଓନ୍ଲି 600। କାହିଁକି ମୁଁ 600 କରୁଛି, ଆମ କଟପାଡ଼ ପିଲା ଯିଏକି ଆସୁ ଜଣେ ଭଲକି ଏକ୍ସରସାଇଜ କରୁ କମ୍ ପଇସାରେ, ଦିନକୁ 20 ଟଙ୍କା ହିସାବରେ ମୁଁ ଜିମ୍ ଖୋଲିଛି। ଆଉ ସେ ଉପରେ ମୁଁ ଧ୍ୟାନ ଦେଇକି ହିଁ ଜିମ୍ ଖୋଲିଛି। ପିଲାମାନେ ଆସନ୍ତୁ, କମ୍ ପଇସାରେ ଜିମ୍ କରନ୍ତୁ, ନିଜର ସ୍ୱାସ୍ଥ୍ୟ ଠିକ ରଖନ୍ତୁ। ଆଉ ଜିମ୍ ଟ୍ରେନର କିଏ ରହିବେ? ଜିମ୍ ଟ୍ରେନର ମୁଁ ତ ରହିବି, ଆଉ ଆମର ଜଣେ କୋ ଟ୍ରେନର ଅଛନ୍ତି, ତାଙ୍କେ ବି ରହିବେ। ଆମର ମେଲ୍ ଫିମେଲ୍ 2 ଜଣଙ୍କ ପାଇଁ ଜିମ୍ଟା ଅଛି, ଲେଡିଜ୍ ଜେଣ୍ଟସ୍ 2 ଜଣ କରିପାରିବେ। ଆମର ଜିମ୍ ଟାଇମ୍ଟା ମର୍ଣ୍ଣିଂ ସକାଳେ 5ଟା ବେଳେ ଖୋଲା ହେବ ଆଉ 10ଟା ଅଧେରେ ବନ୍ଦ ହେବ। ଇଭିନିଂ ବି ସେମ୍ 5ଟାରେ 10ଟା ଅଧେ। ଆଉ ଯେଉଁ ଲେଡିଜ୍ ମାନେ ଯିଏକି କମ୍ଫର୍ଟେବଲ୍ ଫିଲ୍ କରିପାରୁନାହାନ୍ତି ବଏଜ୍ ମାନେ ସାଙ୍ଗେ, ତାଙ୍କ ପାଇଁ ମୁଁ ସେପାରେଟ୍ ଗୋଟେ 3ଟାରୁ 5ଟା ଟାଇମ୍ଟେ ରଖିଛି, ଯାହିଁରେ କି ଓନ୍ଲି ଗର୍ଲସ ଥିବେ, ସେଇ ଜିନିଷଟା କରାଯାଇଛି।